ଏଥିରେ ମୋତେ ଲାଗୁଛି ଏଥିରେ ଗୋଟେ ବଡ଼ ଷଡ଼ଯନ୍ତ୍ର ଅଛି ସରକାରକୁ ବଦନାମ କରିବା ପାଇଁ। ପ୍ରକୃତରେ ଆପଣଙ୍କୁ ଲାଜ ଅଛି ତ? ଯଦି ଲାଜ ଅଛି ତାହେଲେ ଥରେ ଭାବିଚିନ୍ତି କଥା କହୁନାହାନ୍ତି କାହିଁକି? ସରକାର ଆପଣଙ୍କର ଟେଣ୍ଡର ଡାକିଲେ, ଆପଣ ବହି ଓଡ଼ିଶା ବାହାରେ ପ୍ରିଣ୍ଟ କରିବାକୁ ବହିଗୁଡ଼ିକୁ ଦେଲେ, ଏବେ ବହିଗୁଡ଼ିକ ଭୁଲ ହୋଇ ପ୍ରିଣ୍ଟ ହେଲା, ଏବେ କହୁଛନ୍ତି କିଏ ଷଡ଼ଯନ୍ତ୍ର କରିଛି? କିଏ ଯଦି ଷଡ଼ଯନ୍ତ୍ର କରିଲା କେମିତି କରିଲା? କେମିତି ଷଡ଼ଯନ୍ତ୍ର ହୋଇପାରିଲା? ଟେଣ୍ଡର ତ ଆପଣଙ୍କର ଥିଲା, ବହି ତ ଆପଣ ଛପାଇଲେ, ଟେଣ୍ଡର ବି ଆପଣ ବାହାର କରିଥିଲେ, ସରକାର ବି ଆପଣଙ୍କର, ତାହେଲେ ଷଡ଼ଯନ୍ତ୍ର ହେଲା କେମିତି? ମିଛ ଆପଣ ଯାହାକୁ କହି ଆଜି ପର୍ଯ୍ୟନ୍ତ ଆପଣ ନିଜକୁ ପ୍ରଚ୍ଛଦ ପଟରେ ରଖି ଆସିଛନ୍ତି ଆଉ ସାଧୁବାଦର ମୁଖା ପିନ୍ଧି ଆସିଛନ୍ତି, କିନ୍ତୁ ଏବେ ତ ଟିକେ ସୁଧୁରି ଯାଆନ୍ତୁ। ଏହା ଓଡ଼ିଶାର କେବଳ ଭବିଷ୍ୟତ ନୁହେଁ, ଏହା ଓଡ଼ିଶାର ପରମ୍ପରା ଏବଂ ଓଡ଼ିଆର ଭାଷାକୁ ମଧ୍ୟ କୁଠାରଘାତ କରୁଛି। ଏଥିରେ ନାହିଁ ନଥିବା ଭୁଲ ଯୋଗୁଁ ଛୋଟ ଛୋଟ ଆଜି ଭୁଲିବାକୁ ବାକି ରହିଲା, ଯେଉଁଥିରେ ସେ ଓଡ଼ିଆକୁ ଭୁଲିଯିବେ। କେଉଁ ବହି ଏମିତି ଗୀତ ଅଛି ଯାହାକୁ ନିମୋଡ଼ା ନିମୋଡ଼ା କହି ପଢ଼ିବାକୁ ହୁଏ? ଏହା କେଉଁ ପ୍ରକାର ରାଜସ୍ଥାନୀ ଭାଷା? ଏକୁ ଏଥିରେ ପ୍ରୟୋଗ କରିବାର କ'ଣ ଆବଶ୍ୟକତା ଅଛି? ପିଲା ଏଥିରୁ କ'ଣ ଶିଖିବେ? ଅଙ୍କ ବହିରେ ଗପର ଏବେ ତ ସୁଧୁରି ଯାଆନ୍ତୁ ସାର୍। ଏ ହେଉଛି ଓଡ଼ିଶା, ଏଠି ଓଡ଼ିଆକୁ ବହୁ ସମ୍ମାନ ଦିଆଯାଏ। ବ୍ୟୁରୋ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।